ସାଙ୍ଗମାନେ ଆଶା କରୁଛି ଆପଣମାନେ ସମସ୍ତେ ବହୁତ ଭଲ ଥିବେ। ଆଉ ଗୋଟେ ଆମର ମିନି ବ୍ଲଗ୍ରେ ଆପଣ ସମସ୍ତଙ୍କୁ ସ୍ୱାଗତ। ତ ଫାଇନାଲି ଭାଇନା ଆଉ ମୁଁ ବାହାରି ପଡ଼ୁଛୁ ଟିକେ ବୁଲାବୁଲି କରିବା ପାଇଁ, କାହିଁକିନା ବହୁତ ଦିନ ହେଲା ଟିକେ ବୁଲାବୁଲି କରିନଥିଲୁ। ତ ଭାଇନା ମୁଁ କହିଲି ଚାଲ ଆଜି ଯିବା ଟିକେ କୁଆଡ଼େ ବୁଲିବାକୁ। ତ ଭାଇନା କହିଲା ଯଦି ଯିବା ଚାଲ ଚକବାଦ ପଟେ ପଳେଇବା, ସେପଟେ ତ ବହୁତ ବଢ଼ିଆ ଜାଗା ଅଛି। ଦେଖନ୍ତୁ ଗେଟଅପ୍ଟା କେମିତି ଅଛି, ଧଳା ସାର୍ଟକୁ ପୁରା ଗୋଟେ ନାଲି ଗାମୁଛା ପାଗ ବନ୍ଧା ହେଇଛି। ତ ଭାଇନା ତା'ର ଗାଡ଼ି ଚଲାଉଛି, ପଛାଇନେ ବସିକି ମୁଁ ଭିଡ଼ିଓରେ ଲାଗି ପଡ଼ିଛି। ତ ଏମିତି ଜାଗା ଯାକୁ ଦେଖିବା ପାଇଁ ସୁନ୍ଦର ଲାଗୁଥାଏ, ତ ମୁଁ ଭିଡ଼ିଓ ନ କରିକି ରହିପାରିଲିନି। ସେଥିପାଇଁ ଗୋଟେ ଭିଡ଼ିଓ ଟିକେ ବନାଇବା ପାଇଁ ମୁଁ ଲାଗି ପଡ଼ିଲି। ତ ଭାଇନା ତା'ର ଗାଡ଼ି ଚଲାଉଥାଏ, ମୁଁ ମାନେ ପଛପଟେ ବସିକିରି ପୁରା ସୌନ୍ଦର୍ଯ୍ୟର ଉପଭୋଗ କରୁଥିଲି। ତ ଆମର ଏଠି ଆଉ ଗ୍ୟାଙ୍ଗ ମାନେ ଆସିନାହାନ୍ତି, ତାଙ୍କ କତିକି କେତେବେଳେ ନେଇକି ଆସିବା ଟିକେ ବୁଲାବୁଲି କରିବା। ତ ଫାଇନାଲି ଏତେ ମଜା ଲାଗୁଥାଏ ଏପଟେ ଲୋକେସନ୍ଟା, ଆପଣ କେବେ ଆସିକିରି ବୁଲାବୁଲି କରନ୍ତୁ। କାହିଁକିନା ଦେଖନ୍ତୁ ଯୁଆଡ଼େ ଦେଖିବେ ପୁରା ସବୁଜ ଗଛପତ୍ର ଭରା, ତା ମଝିରେ ଛୋଟିଆ ରାସ୍ତାଟିଏ। ଏ ରାସ୍ତା ଭିତରେ ବୁଲାବୁଲି କଲେ ମାନେ ଗୋଟେ ଅଲଗା ପ୍ରକାର ସୁକୁନ, ସହରରୁ ଦୂରେଇକିରି ଆସିକିରି ଟିକେ ବୁଲାବୁଲି କରିବାର ଯେଉଁ ସୁକୁନଟା ନା ଏଇଠି ସେଇଟା ଥାଏ। ତ ରାସ୍ତାରେ ଗୋଟେ ବହୁତ ସୁନ୍ଦର ଗଛଟେ ମାନେ ଫୁଲ ଜାଗା ଦେଖାଗଲା। ତ ଭାଇନା କହିଲେ ଭାଇନା ରଖ ବୋଲେ, କହିଲା ନାଇଁ ରଖି ନାହିଁ, ତୁ ତୋର ଭିଡ଼ିଓ କେମିତି କରୁଛୁ କରେ। ତ ମୁଁ ଟିକେ ବୁଲେଇ ଦେଇଥିଲି ସେଇ ଫୁଲବଣକୁ। ତ ଦେଖିଲା ପରେ ଆମେ ଆସିକିରି ପହଞ୍ଚି ଯାଇଥିଲୁ ଚକାପାଦ ପାଖ ପୁଖାରେ। ତ ଭାଇନା ମୁଁ କହିଲି ଟିକେ ସାଇଡ଼୍ କରନା, ରଖେ ଟିକେ କ'ଣ ଦେଖିବା। ତ ସିଏ କହିଲା ମୁଁ ଆଉ ରଖି ନାହିଁ। ସେଥିପାଇଁ ମୁଁ କହିଲି ଠିକ୍ ଅଛି, ମୁଁ ମୋ ଆଡ଼େ କ୍ୟାମେରା ବୁଲେଇକିରି ମୋର ଭିଡ଼ିଓ କରାରେ ମୁଁ ଲାଗି ପଡ଼ିଲି। ତ ଫାଇନାଲି ଆଉ ଗୋଟେ ବ୍ଲଗ୍ରେ ଦେଖାହେବ। ତ ରହୁଛି, ନମସ୍କାର।